ପ୍ରଶ୍ନ ହେଇଯାଇଛି। ଏଇଟା ତ ଗୋଟେ ଦ୍ୱନ୍ଦ୍ୱର କଥା, ଆମେ ସେ ଆଡକୁ ଯିବାନି। ଏ କଥା ବି ଆମେ ଲୋକର ଅର୍ଥ ସେଇଆ ନୁହଁ। ତାର ଅର୍ଥ ହଉଛି ଯେ ମୁଁ ସବୁ ଦେଖୁଛି ଜାଣୁଛି କିନ୍ତୁ ମୁଁ କିଛି କହିପାରୁନି କି କହୁନି କିମ୍ବା ଦେଖୁନି। ଏଇ ଯୋଉ କଟାକ୍ଷ ବିରାଟ କଟାକ୍ଷ ସେ କରିଛନ୍ତି ଯେ ଜୀଭଟିଏ ଅଛି ମାନେ ସମସ୍ତେ କହିବେ ସେମିତି ମାନେ ନାହିଁ। କିନ୍ତୁ ଅନେକ ସେଇଆ। ସମୟ ଜୀବ କହିପାରିବେ। ଅଂଶୁ ଏଇଟା ଶେଷରେ ବହୁତ ଅମରେଶ ସାର୍ କୁହନ୍ତୁ। ଅମରେଶ ସାର୍ କୁହନ୍ତୁ। ଅମରେଶ ସାର୍ ଯାହା କହିଲେ ଏକଦମ ମାନେ ମତେ ବି ସେଇଆ ଲାଗିଲା ବହିଟେ ପଢି, ଯେ ଯଦି ଜୀବ ଥାଇକିରି ମୋର କିଛି ହଉନି, ନିୟମ କାଟିଦେଲି ଜୀବ, ଏବେ ଏବେ ଦେଖ କେମିତି ହଉଛି। ମାନେ କବିତାରେ ଏଇ ବିରୋଧାଭାସଟା ଆଣିକିରି କବିତାକୁ ଲୋକମୁଖର କରିପାରିବାର କଳା ନିଆରା, ଚମତ୍କାର ଶୀର୍ଷକ ବହିଟିର, ଏତିକି କହିବି। ବହୁତ ସୁନ୍ଦର, ବହୁତ ସୁନ୍ଦର। ଧନ୍ୟବାଦ ସମସ୍ତଙ୍କୁ, ଧନ୍ୟବାଦ। ଏବେ ଆମେ ଯିବା ପରବର୍ତ୍ତୀ ବହିଟିକୁ। ମୁଁ ଭାବୁଛି ସବୁ ବହି ମାନଙ୍କ ଭିତରେ ଏଇ ବହିଟିର ଆୟୁଷ ସବୁଠୁ କମ, କାହିଁକି ନା ଇଏ ବୋଧେ ଗଲା ଶୁକ୍ରବାର 4 ତାରିଖ ହେଇଥିଲା, ଆଜି 11 ତାରିଖ ନା 12 ତାରିଖ। ତେଣୁ ଆୟୁଷ ନୁହେଁ, ବୟସ କମ ହେଇଛି। ଟିକେ ହଁ ହଁ ଆୟୁଷ ନୁହେଁ, ବୟସ କମିଛି। ହଁ, ବହିର ବୟସ କମ, ଆୟୁଷ ତ ସମୟ ନିର୍ଦ୍ଧାରଣ କରିବ। ହଁ ବୟସ କମ। ନିଶ୍ଚିନ୍ତ, ଠିକ ଅଛି, ଠିକ ଅଛି, ଠିକ ଅଛି। ଆପଣ ଯାହା ଭାଇ ସେଇ କଥା ହିଁ କହୁଛି। ତେଣୁ ଇଏ ସବୁଠୁ ସାନ ବୟସ ଦୃଷ୍ଟିରୁ ବର୍ତ୍ତମାନ ପର୍ଯ୍ୟନ୍ତ। ତେଣୁ ବର୍ତ୍ତମାନ ମୁଁ ନିମନ୍ତ୍ରଣ କରିବି, ସ୍ଵାଗତ କରିବି ଶେଷ ବହିର ପୋଷ୍ଟମର୍ଟମ ର ଏଇ ଅଧ୍ୟାୟକୁ ସଂଗ୍ରାମ ମହାରଣା, ସଂଗ୍ରାମ ଭାଇଙ୍କର ଋତୁପର୍ଣ୍ଣା। ଆଉ ଋତୁପର୍ଣ୍ଣା ଏଇ ନିକଟ ଅତୀତରେ ହିଁ ଉନ୍ମୋଚିତ ହେଇଛି। ସଂଗ୍ରାମ ଭାଇଙ୍କର କବିତା ସବୁ ବାବଦରେ ମୁଁ ପ୍ରଥମେ ବି କହୁଥିଲି, ଯୋଉଥିରେ ଆକାଶ, ମାଟି, ପାହାଡ, ପୃଥିବୀ ଇଏ ସବୁ ଏତେ ସୁନ୍ଦର ଭାବରେ ସେମାନେ ଗୋଟେ ଗୋଟେ ଚରିତ୍ର ହେଇ ଉଭା ହୁଅନ୍ତି। ଆଉ ସେମାନେ ମାନେ ମଣିଷକୁ ମଣିଷର କଥା କହିବା ପାଇଁ ସଂଗ୍ରାମ ଭାଇ ଏଇ ସବୁ ଜିନିଷର, ପ୍ରକୃତିର ସାହାରା ନିଅନ୍ତି। ଆଉ ଖୁବ ଚମତ୍କାର ଭାବରେ ସେମାନଙ୍କର ଚରିତ୍ରାୟନ କରନ୍ତି। ଆଉ ଯୋଉ ନିଛକ ପ୍ରେମ, ଯିଏ ବି ବହି ପଢିଥିବେ ବା ଆଗାମୀ ଦିନରେ ପଢିବେ, ସେମାନେ ସମସ୍ତେ ଅନୁଭବ କରିବେ। ଆଉ ବହିର ନାଁ ଋତୁପର୍ଣ୍ଣା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଗୋଟେ ମାନେ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ବର୍ତ୍ତମାନ ପାଲଟିଛି। ତେଣୁ ସେ ବାବଦରେ ଆପଣ ମାନେ ତ ତାଙ୍କୁ ପଚାରିବେ, ସେ କହିବେ। ତେଣୁ ମୁଁ ଆଉ ଅଧିକ କୌଣସି ପୌରଚନ୍ଦ୍ରିକା ନ କରି ମୁଁ ବର୍ତ୍ତମାନ ସ୍ଵାଗତ କରୁଛି ସଂଗ୍ରାମ ଭାଇଙ୍କୁ। ଏବଂ ମୁଁ କହୁଥିଲି ଏମିତି 8 ଦିନ ହିଁ ଆଜିକୁ ହେଇଛି ତାଙ୍କ ବୟସ। ତେଣୁ ଇଏ ଯଦି ବାହାଘର ହେଇଥାନ୍ତା ତାହେଲେ ଇଏ ହଉଛି ଅଷ୍ଟମଙ୍ଗଳ। ତେଣୁ ଋତୁପର୍ଣ୍ଣାର ଏଇ ଆଲୋଚନା ଅବସରରେ ସଂଗ୍ରାମ ଭାଇଙ୍କୁ ମୁଁ ସ୍ଵାଗତ କରୁଛି। ଏବଂ ସଂଗ୍ରାମ ଭାଇଙ୍କୁ ବର୍ତ୍ତମାନ ପ୍ରଶ୍ନ ଯେ କରିବେ, ମୁଁ ତାଙ୍କୁ ଆମନ୍ତ୍ରଣ କରୁଛି। ଆମର ସ୍ୱରୂପ ଭାଇ ଆଗରୁ ମଧ୍ୟ ପ୍ରଶ୍ନ ପଚାରି ସାରିଛନ୍ତି ଅମରେଶ ଭାଇଙ୍କୁ, ପୁଣି ଆଉ ଥରେ ସଂଗ୍ରାମ ଭାଇଙ୍କୁ ସେ ତାଙ୍କର ପ୍ରଥମ ପ୍ରଶ୍ନ ରଖିବେ। ସଂଗ୍ରାମ ଭାଇ ଆପଣଙ୍କୁ ସ୍ଵାଗତ କରୁଛୁ। ଆପଣ ଟିକେ କ୍ୟାମେରା ଅନ୍ କରିଦିଅନ୍ତୁ। କ୍ୟାମେରା ଅନ୍ ଅଛି। ସମସ୍ତଙ୍କୁ ଆଉ ଥରେ ନମସ୍କାର। ଆଉ ଆଜି ବୈଶିଷ୍ଟ୍ୟ ଆସରରେ ମତେ ଦିଥର ଦାୟିତ୍ୱ ଦେଇ ଦିଆଯାଇଛି। ଠିକ ଅଛି, ଅଭ୍ୟାସ ଅଛି ଆଗରୁ। ଆପଣ ହିଁ ତୁଲେଇ ପାରିବେ, ସେଥିପାଇଁ ଦିଆଯାଇଛି ଆପଣଙ୍କୁ। ବୋଧେ ସେ ବାସ୍ ବାସ୍, ଭାବିଥିବେ ଯେ ମୁଁ ଏଇନା କହୁଥିଲି ବିନେଶ ଠିକ କଥାଟି କହିଲେ। ତମେ ଦାୟିତ୍ୱ ତୁଲେଇ ପାରିବ ବୋଲି ଦାୟିତ୍ୱ ଦିଆହେଇଛି। ହଁ, ବୋଧେ ଶ୍ଵେତବର୍ଣ୍ଣା ଦିଦି ଦେଖିଥିବେ, ଏଟା ଚଉଡା କାନ୍ଧ ଅଛି, ଏଥିରେ ଅଧିକା ଲଙ୍ଗଳ ପଡିପାରିବ। ଇଏ ଠିକ ଲଙ୍ଗଳ ବୋଝଟା ସମ୍ଭାଳି ପାରିବ, ସେ ଭାବିଥିବେ। ଥରେ ଜୁଆଳି ପଡେ, ଲଙ୍ଗଳ ନୁହଁ, ଜୁଆଳି ଜୁଆଳି। ହଁ, ଜୁଆଳି ପଡେ, ଠିକ। ହଉ ନାଇଁ, ଚିନୁ ପାଇଁ ବ୍ୟବସ୍ଥା କରିଥିଲୁ ସଞ୍ଜୋଜିକା ଭାବେ, ତମ ପାଇଁ ବି କିଛି ଗୋଟେ ବ୍ୟବସ୍ଥା କରିଦବୁ ଅତିଥି ଭାବେ। ଆଉ ତମେ ଭାର ସମ୍ଭାଳିଛ ଯେତେବେଳେ ଆଉ। ତ ଏବେ ସଂଗ୍ରାମଙ୍କ ବହି ପାଖକୁ ଆସିବା। ଋତୁପର୍ଣ୍ଣା ବହିର କାବ୍ୟ ନାୟିକା ଯୋଉ ଋତୁପର୍ଣ୍ଣା, ତାଙ୍କ ନାଁରେ ବହିର ନାଁ ହେଇଛି। ତ ବହିଟିକୁ ଯେତେବେଳେ ମୁଁ ପ୍ରଥମ ପଢିଥିଲି, ତ ମୁଁ ଭାବିଥିଲି ଯେହେତୁ ସଂଗ୍ରାମଙ୍କର ବୟସ ଯାହା, ଆଉ ଋତୁପର୍ଣ୍ଣା ବହିର ଶୀର୍ଷକ ଅଛି, ତ ବହିରେ ପ୍ରେମ କବିତା ଅଧିକା ଥିବ, ପ୍ରେମ ବିଷୟରେ ବହୁତ ଅଧିକା କଥା ଲେଖା ହେଇଥିବ। ମୁଁ ମୁଖ୍ୟତଃ ପ୍ରେମକୁ ଦେଖିବି, ଅନ୍ୟ ବିଷୟରେ କୁହାଯାଇଥାଇପାରେ। କିନ୍ତୁ ମୁଁ ଯେତେବେଳେ ବହିଟା ପଢିଲି, ସେଠି ଗୋଟେ ମାକୁ ପାଇଲି, ବାପାକୁ ପାଇଲି, ମାମୁଁ ଘର ଗାଁ ପାଇଲି, ଗୋଟେ ଦୁନିଆକୁ ପାଇଲି, ଜେଜେଙ୍କୁ ପାଇଲି। ଗୋଟେ ବହୁତ ଚମତ୍କାର କଥା, ଗୋଖା ଭାଇ, ଗୋଖା ସେ ଜେଜେଙ୍କୁ ଭାଇ ଡାକନ୍ତି, ସେ ଭାଇ କହି ଜେଜେଙ୍କ କଥା କହିଛନ୍ତି। ତ ସଂଗ୍ରାମକୁ ମୋର ପ୍ରଥମ ପ୍ରଶ୍ନ ଯେ ଏଇ ମାନେ ଯଦି ସବୁ କଥା କହିବାର ଥିଲା, ମତେ ଗାଁ ବିଷୟରେ, ଘର ବିଷୟରେ କହିବାର ଥିଲା,
ଏଇଟା କଣ ସିଧା କହିପାରିନଥାନ୍ତି ନା ସିଧା କହିବା ଟିକେ ନିଜ ଲୋକଙ୍କ ବିଷୟରେ କଷ୍ଟ ବୋଲି ଗୋଟେ ଋତୁପର୍ଣ୍ଣାକୁ ଢାଲ କରି ମତେ ପଛରେ ରହିବାକୁ ପଡିଲା। ଋତୁପର୍ଣ୍ଣାକୁ ଢାଲ କରି ସଂଗ୍ରାମ ନିଜ ଲୋକଙ୍କ କଥା କହି ସହଜରେ ଖସିଯିବାକୁ ବସିଲେ କି? ସମସ୍ତଙ୍କୁ ନମସ୍କାର। ପ୍ରଥମତଃ ଶୁଣାଯାଉଛି ମୁଁ ଆଜ୍ଞା ଭାଇ ସ୍ପଷ୍ଟ ଶୁଣାଯାଉଛି, କୁହନ୍ତୁ। ସମସ୍ତଙ୍କୁ ନମସ୍କାର। ସମସ୍ତଙ୍କୁ ବୈଶିଷ୍ଟ୍ୟ ପରିବାର ସାମ୍ନାରେ ମୋଟ ବାପାଙ୍କୁ ପ୍ରଣାମ ଓ ବଡ଼ମାନଙ୍କୁ ପ୍ରଥମତଃ କଥା ହେଲା ବହିରେ ଯେତେଟା କବିତା ଅଛି ସବୁଗୁଡ଼ା କେତେକ ବି ଅଛି ବାପା ବୋଉ ଯାହା ବିଷୟରେ ମୁଁ କହିବା ପାଇଁ ଚାହୁଁଛି ସେସବୁ ମୁଁ ବ୍ୟକ୍ତିଗତ କହିପାରିଥାନ୍ତି, କିନ୍ତୁ ସମସ୍ତେ ମୋର ମୁଁ ସେମାନଙ୍କୁ ତ କହିପାରିବି ଆଗ ଏତିକି ବି କହିପାରିବି ସମସ୍ତଙ୍କ ପାଖରେ ବି କହିପାରିବି। ଯଦି ଆପଣ ସେ ଚିଠିପତ୍ର ଲିଖିତ ଅଛି କବିତା ସବୁ କବିତା ପୂର୍ବରୁ ଆପଣ ମୋର ଲଗେଇଦେବେ ସବୁଯାକ ମୋର, କେବଳ ସେଇ ଗୋଟାଏ ନା ମୋର ନୁହଁ ତାକୁ ହିଁ ମାଧ୍ୟମ କରିକି ବହିର ନାଁ ରଖିବାକୁ ଯେ ମୋର ନୁହଁ ସେ ସବୁଦିନ ପାଇଁ ମୋର ହେଇଛି, ଆଉ ଯିଏ ମୋର ନୁହଁ ସେ ମୋର କଥା କହିବ। ସେଥିପାଇଁ ମୁଁ ସେମାନଙ୍କ କଥା ତାରି ମାଧ୍ୟମରେ ବହୁତ ସୁନ୍ଦର ଭାଇ, କିନ୍ତୁ ଆପଣଙ୍କ କଥା ଟିକେ ସ୍ପଷ୍ଟ, ମାନେ ଆଉ ଟିକେ ଜୋର ଶୁଣା ଯାଉନି, ଟିକେ କମ ଇଏରେ ଶୁଣା ଯାଉଛି। ଆପଣ ଇୟରଫୋନ କାଢି ଦିଅନ୍ତୁ। ହଁ ଏବେ କୁହନ୍ତୁ ତ। ପ୍ରଥମତଃ ମୁଁ କହିବାକୁ ଚାହୁଁଛି ଯେ ଯାହା ଯାହା ମୁଁ ଭାଇ କହିଲେ ସମସ୍ତଙ୍କ କଥା ମୁଁ କହିବାକୁ ଚାହିଁଲି ବ୍ୟକ୍ତିଗତ କହିପାରିଥାନ୍ତି, ତ ବ୍ୟକ୍ତିଗତ ମୁଁ ସେଇମାନଙ୍କୁ ବି କହିପାରିଥାନ୍ତି, କିନ୍ତୁ ଯାହା ମାଧ୍ୟମରେ କହିବାକୁ ଚାହିଁଲି ହୁଏତ ସିଏ କହିଲେ ସମସ୍ତେ ମାନେ ପ୍ରଥମେ ଯେମିତି ଆମେ ଗୋଟେ ବହିର ପୋଷ୍ଟମର୍ଟମ କରୁଛେ, ନିଜ ପ୍ରଶ୍ନ ଅନ୍ୟମାନଙ୍କୁ ପଚାରିବାକୁ ଦଉଛେ, ସେମାନେ ଉତ୍ତର ଦେଲେ ବା ସେମାନେ ପ୍ରଶ୍ନ ପଚାରିଲେ ଆମେ ଉତ୍ତର ଦଉଛେ, ଠିକ ସେମିତି ଏ ବହିର ସବୁ କବିତା ଗୁଡରେ ଯାହାବି ନାଁ ଅଛି ତା ପୂର୍ବରୁ ଯଦି ମୋର ଲଗା ଦିଆଯିବ ତ ତେବେ ସେଇ ଜାଗାରେ ସବୁ ଜିନିଷ ମୋର ହିଁ ଅଛି, କେବଳ ସେ ଗୋଟେ ଜିନିଷ ଯେ କି ବହିର ନାଁ ଯିଏ କି ମୋର ନୁହଁ ସେଠି ମୋର ଲଗେଇଦେଲେ ସେଟା ଭୁଲ ହେଇଯିବ, ଆଉ ଯେ ମୋର ନୁହଁ ମୁଁ ତାରି ମାଧ୍ୟମରେ ମୋ ପରିବାର ବା ମୋ କବିତାର ସମସ୍ତ କଥା କହିବାକୁ ଚାହିଁଥିଲି ବୋଲି ସ୍ୱରୂପ ଭାଇଙ୍କୁ କହୁଛି। ସମସ୍ତେ ମୋର କିନ୍ତୁ ଋତୁପର୍ଣ୍ଣା ମୋର ନୁହେଁ, ଏଇଟା ସଂଗ୍ରାମ ଋତୁପର୍ଣ୍ଣା ସହିତ କିମ୍ବା ନିଜ ସହିତ ଛଳନା କରୁନାହାନ୍ତି ତ? ଛଳନା ନୁହେଁ ଭାଇ, ଯୋଉଠି ଯେବେ ମୁଁ ପ୍ରଥମେ ଏ ବହିର ନାଁ ଦିଆ ହେବାକୁ ବାହାରିଲା, ଜଣେ ବରିଷ୍ଠ କବି ଜଣେ ପଚାରିଲେ କି ଋତୁପର୍ଣ୍ଣାର ମାନେ ଟା କଣ, ସେ ପର୍ଯ୍ୟନ୍ତ ମୁଁ ବୁଝିନଥିଲି ଯେ ଋତୁପର୍ଣ୍ଣାର ମାନେ କଣ, ଆଉ ଛଳନା କଥା ନିଜ ସହିତ ଛଳନା କରିକି ମୁଁ କଣ ପାଇବି। ଯେତେବେଳେ ତାଙ୍କୁ ମୁଁ କହିଲି ଯେ ନାଇଁ ବହିର ନାଁ ଏଇଥିପାଇଁ ରଖିଛି, ସେ ମତେ କହିଲେ ଯେ ବହି ତାର ଅର୍ଥ କଣ ଜାଣିଛ ନା ଖୋଜ। ମୁଁ ବହିର ବହୁତ କିଛି ଖୋଜିଲା ପରେ ତା ଅର୍ଥ ପାଇଲି, ଆଉ ମୁଁ ପରେ ଭାବିଲି ଯେ ନାଇଁ ମୁଁ ଯୋଉ ଅର୍ଥ ପାଇଁ ରଖିଛି ତାଠୁ ବୋଧେ ଭଲ ଉତ୍ତର ମୁଁ ଆଉ କୋଉଠି ପାଇପାରିବି। ତ ଋତୁପର୍ଣ୍ଣା ତାହେଲେ ମାନେ କେବଳ ସଂଗ୍ରାମ ତାକୁ ମୁଁ କହିବି ଗୋଟେ ମେଟାଫର ହିସାବରେ ୟୁଜ କରିଛନ୍ତି ନା ତାଙ୍କର କାବ୍ୟ ନାୟିକା ଋତୁପର୍ଣ୍ଣା ବୋଲି ସେ ମାନନ୍ତି? ଯେତେବେଳେ ମୁଁ ଏକୁଟିଆ ଥିଲି ଆଉ ସେତେବେଳେ ଗୋଟେ ଯାହାବି ମୁଁ ଲେଖିବା ଆରମ୍ଭ କରିଥିଲି, ଆଉ ତାପରେ ଭିଡ, ପୁଣି ଭିଡ ପରେ ଏକା, ଏକା ପରେ ଭିଡ, ଏଇ ସବୁ ଭିତରେ ଯାହାବି ମୁଁ ପାଇଛି ଆଉ ଯୋଉଠି ମାନେ ଗୋଟେ ପ୍ରଥମର ନିସଙ୍ଗତା, ବର୍ତ୍ତମାନ ତା ମଝିରେ କୋଳାହଳ, ତାପରେ ନିସଙ୍ଗତା, ତା ଭିତରେ ସବୁ ଜାଗାରେ ମୁଁ ଯାହାକୁ ପାଇଛି ସିଏ ହିଁ ଥିଲା ଋତୁପର୍ଣ୍ଣା। ତେବେ ଋତୁପର୍ଣ୍ଣା ସଂଗ୍ରାମଙ୍କର କାବ୍ୟ ନାୟିକା, ହଁ ନା ନା? ଆଜ୍ଞା। ଯଦି କାବ୍ୟ ନାୟିକା ତେବେ ଏଠି ସୁମିତ ବି ଅଛନ୍ତି, ସୁମିତ କଣ କହିପାରିବେ ସୀମା ଦାସ ମୋର ନୁହେଁ, ବା ସୁନୀଲ ପୃଷ୍ଟି ତ ଆଜି ଚାଲିଗଲେ, ସେ କଣ କହିପାରିବେ ତନୁଲତା ମୋର ନୁହେଁ? କହିପାରନ୍ତି, କହି ନ ପାରନ୍ତି। ନା, ଏତିକି ଉତ୍ତରରେ ତ ମାନେ ମୁଁ ସନ୍ତୁଷ୍ଟ ନୁହେଁ, କହିପାରନ୍ତି କହି ନ ପାରନ୍ତି। ନା, ମୁଁ କହିବା ପାଇଁ ଚାହିଁଲି ଯେ ଯେତେବେଳେ ସୂଚୀପତ୍ରକୁ ନେଇ ମୁଁ କହିବା ପାଇଁ ଚାହିଁଲି ଯେ ଯେତେଟା ସୂଚୀପତ୍ର ଅଛି ତା ପୂର୍ବରୁ ଯଦି ମୁଁ ମୋର ଲଗେଇବି ସେ ସବୁ ଗୁଡା ମୋର, ଆଉ ଯୋଉଠି ମୁଁ ମୋର ଲଗେଇ ଦେଲା ପରେ ସେ ମୋର ନୁହଁ ବୋଲି ସତ ମିଛର କଥା ଉଠିବ
ତ ସେଇଟାକୁ ହିଁ ଧାର୍ଯ୍ୟ କରି ଆଗକୁ ଯିବା ପାଇଁ ମାନେ ଗୋଟେ ନୂଆ ରାସ୍ତା ତିଆରି ହବ। ସେଇଥିପାଇଁ ମୁଁ କହିଲି ଯେ ସେ ମାନେ ତା ପୂର୍ବରୁ ମୋର ଲଗେଇଲେ ସେଟା ମୋର ଆସିବନି। ଠିକ ଅଛି। ତ ଆଉ ଯେମିତି କହିଲି କବିତାରେ ଋତୁପର୍ଣ୍ଣା ଅଛି, ଆପଣଙ୍କର ନିଜ ଲୋକମାନେ ଅଛନ୍ତି, ନିଜ ଗାଁଟେ ଅଛି, ତାକୁ ଛାଡିକି ଆପଣ କିଛି କବିତା ଗଜଲ ମାନେ ତାକୁ ସମ୍ପୂର୍ଣ୍ଣ ଗଜଲ ବା ଗଜଲର ଧାରା ମୁଁ କହିପାରିବି ତା ଉପରେ ବି ଏକ୍ସପେରିମେଣ୍ଟ କରିଛନ୍ତି। ତ ଆଗକୁ ସଂଗ୍ରାମଙ୍କର ଗଜଲକୁ ନେଇ କିଛି ଯୋଜନା ଅଛି କି? ମୁଁ ତ ଜାଣିନି ରାସ୍ତା କେତେ ବାଟ ଯିବ, କେତେ ବାଟ ଲମ୍ବିଛି, କିନ୍ତୁ ଯଦି ଈଶ୍ୱର ଚାହିଁବେ ବା ଆଶୀର୍ବାଦ କରିବେ ଏଇ ଗଜଲ ଉପରେ ଆଗକୁ ଲେଖିବାକୁ ଚେଷ୍ଟା କରିବି ଆଉ ଲେଖିବି ମଧ୍ୟ ଭାବିଛି। କିନ୍ତୁ ସେ କେତେ ଦୂର ମୁଁ ନିଜକୁ ପ୍ରିପେୟାର କରିପାରିବି, କେତେ ଦୂର ମୁଁ ନିଜକୁ ଆଗକୁ ନେବି, ସେଇଟା ମୋ ନିଜ ଉପରେ ନିର୍ଭର କରେ। ଆଉ ହୁଏତ ନା କୋଉଠି ମୁଁ ସେଇଠି ପହଞ୍ଚିବି ବୋଲି ମୋର ଆଶା। ବହୁତ ସୁନ୍ଦର କଥା। ତାପରେ କବିତା ବିଷୟରେ ଆପଣ ଦେଶ ବିଷୟରେ କହିଛନ୍ତି, ଦେବତା ବିଷୟରେ କହିଛନ୍ତି। ଆପଣ ବହୁତ ସୁନ୍ଦର ଧାଡି ମତେ ଲାଗିଲା ଯେ ଯୁଦ୍ଧରେ ଦେବତା ମାନେ ଜିତିଥିଲେ ସ୍ୱର୍ଗ, ଅସୁର ମାନେ ନର୍କ, ତ ସେମାନଙ୍କୁ ଏ ପୃଥିବୀର ଠିକଣା କିଏ ଦେଲା, ଏଇଭଳିଆ ମାନେ ଯଦିଓ ଏକ୍ଜାକ୍ଟ ନୁହେଁ ଧାଡି ଏଇଭଳି କିଛି ଥିଲା। ତ ଏ ପୃଥିବୀ ଯେତେବେଳେ ଗୋଟେ କବି କହୁଛନ୍ତି ଯେ ଏ ପୃଥିବୀକୁ ଅସୁର ମାନେ ଚାଲି ଆସିଲେ ଯେତେବେଳେ ନୈରାଶ୍ୟବାଦର ଗୋଟେ କଥା ଉଠୁଛି, କବି ଆଶାବାଦୀ ଅଛନ୍ତି କି ନାଇଁ ଦିନେ ସମୟ ବଦଳିବ କି ଚିତ୍ର ବଦଳିବ ଆଉ ଗୋଟେ ଭଲ କିଛି ଦୁନିଆରେ ହବ, ୟାକୁ ନେଇ କବି କେମିତି ଆଶାବାଦୀ ଅଛନ୍ତି? ଦୁନିଆରେ ଭଲ ହଉଛି ହିଁ, କୋଉଠି ନା କୋଉଠି ଯଦି ଭଲ ନ ହେଇଥାନ୍ତା ଆମେ ଖରାପକୁ ଅନେଇ ନଥାନ୍ତେ। ଯେମିତି କି ବର୍ତ୍ତମାନ ସମୟରେ ଆମେ ମାନେ ବହୁତ ଗୁଡେ ଖରାପ ଜାଗାରେ, ବହୁତ ଗୁଡେ ଭଲ ଜିନିଷ ଜାଗାରେ କିଛିଟା ଖରାପକୁ ମାନେ କିଛି ଲୋକ ଆପଣଉଛନ୍ତି, ଆଉ କିଛିଟା ଭଲଟାକୁ ବି ଲୋକ ଆପଣ ନେଉଛନ୍ତି, ଭଲଟାକୁ ବି ଖରାପ ବୋଲି କହୁଛନ୍ତି, ଖରାପଟା ଭଲ ବୋଲି କହୁଛନ୍ତି। କିନ୍ତୁ ପୃଥିବୀ ବଦଳିବା ଆଉ ପୃଥିବୀର ମାନେ ଚେତନା ଆଉ ଭବ୍ୟ ଚେତନା ଭିତରେ ବଦଳିବା ଭିତରେ ମଣିଷ ମାନଙ୍କର ମାନେ ରୋଲଟା ନିହାତି ଦରକାର। ଆଉ ଯୋଉଠି ଖାଲି କବି ନୁହଁ, କବି ଛାଡିକି କବି, ଲେଖକ, ଗାଳ୍ପିକ, ଉପନ୍ୟାସିକ ଯେତେ ବି ଅଛନ୍ତି ଏ ସମସ୍ତେ ଚାହିଁଲେ ବା ଚାହିଁଲେ ହିଁ ଗୋଟେ ନୂଆ ପୃଥିବୀଟେ ତିଆରି ହେଇପାରିବ। ଯୋଉ ପୃଥିବୀରେ ଈଶ୍ୱର ହୁଅନ୍ତୁ, ସେ ଅସୁର ହୁଅନ୍ତୁ, ମଣିଷ ହୁଅନ୍ତୁ, ଯେତେ ପ୍ରକାର ମାନେ ଭେରାଇଟି ଅଛି ବା ଯେତେ ପ୍ରକାରର ଅଛନ୍ତି, ସମସ୍ତେ ଗୋଟେ ଜାଗାରେ ରହିପାରିବେ ଆଉ ସମସ୍ତେ ସମସ୍ତଙ୍କୁ ପ୍ରେମ ବି କରିପାରିବେ। ତ ହୁଏତ କେବେ ଗୋଟେ ଲାଗେନି? ଜାଗାରେ କେତେବେଳେ ହଁ କୁହନ୍ତୁ କୁହନ୍ତୁ। ଯେତେବେଳେ ବି ଏମିତି ବି ହେଇଥାଇପାରେ, ଯଦି ଗୋଟେ କୌଣସି ଯୁଦ୍ଧର ଶେଷ ସମୟରେ କେହି ଜଣେ କାହାକୁ ମାନେ ଆକ୍ରମଣ କରିବାକୁ ଚାହୁଁଛି, ସେ ସେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା ବି କରିପାରେ କି ହେ ଈଶ୍ୱର ମତେ ଏଇ ଗୋଟେ କ୍ଷଣ ଭିତରେ ଏମିତି କିଛି ଶିଖେଇ ଦିଅନ୍ତୁ ଯେମିତି ମୁଁ ପୁରା ଶତ୍ରୁଟାକୁ ନିପାତ କରି ପ୍ରେମରେ ବଦଳେଇ ଦେବି। କେବେ ଲାଗେନି ଏଇ ଭଲ କିମ୍ବା ଖରାପ ଏଟା ଯାହା ସାଧାରଣ ଘଟୁଛି ତାଠୁ ଅଧିକା ଯିଏ ଦେଖୁଛି ତା ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ? ଭିତ୍ତିଭୂମି ସେଟା ପରିସ୍ଥିତିକୁ ନେଇ ସିଏ ଭାବିପାରିବ ଯେ ସେ କୋଉ ସମୟରେ ଠିଆ ହେଇଛି, ତା ପାଖରେ ସ୍ଥିତି କଣ ଅଛି, ଆଉ ସିଏ ବଦଳେଇବ ନା ସେଇ ଜାଗାରେ ଠିଆ ହେଇକି ମୁକାବିଲା କରିବ। ମୁଁ ତ କହିବି ଯେ ମୁଁ ତ କହିବି କୁହନ୍ତୁ ଯଦି ଆଜ୍ଞା କୁହନ୍ତୁ କୁହନ୍ତୁ କୁହନ୍ତୁ। ମୁଁ ତ କହିବି ଯଦି ଗୋଟେ ସେମିତି କୌଣସି ପରିସ୍ଥିତି ଆସୁଛି, ତାକୁ ବଦଳେଇବା ଅପେକ୍ଷା ତାକୁ ମୁକାବିଲା କରିକି ସଜାଡି ଦେବାଟା ଭଲ। ବହୁତ ସୁନ୍ଦର ଉତ୍ତର ଦେଲେ ସଂଗ୍ରାମ। ମୁଁ ଭାବୁଛି ମୋ ମାନେ ସଂଗ୍ରାମଙ୍କ ପାଇଁ, ତାଙ୍କ ପ୍ରଥମ ବହି ପାଇଁ ମୋ ପ୍ରଶ୍ନ ଟିକେ କଷ୍ଟ ଥିଲା, କିନ୍ତୁ ବହୁତ ସୁନ୍ଦର ଭାବରେ ସଂଗ୍ରାମ ତା ଉତ୍ତର ଦେଇଛନ୍ତି। ଆଉ ମୁଁ ଏଥିପାଇଁ ବି ସଂଗ୍ରାମକୁ ପଚାରିଥିଲି, ମୁଁ ଜାଣିଥିଲି ଯେ ସଂଗ୍ରାମ ହିଁ ଏ ପ୍ରଶ୍ନର ଠିକ ଉତ୍ତର ଦେଇପାରିବେ, କାହିଁକି ନା ମୁଁ ତାଙ୍କ ଭିତରେ ସେ ଦେଖିବା କଳାଟା ଦେଖିଥିଲି, ଗୋଟେ ଭିନ୍ନ ଦୃଷ୍ଟି ତାଙ୍କ ଭିତରେ ଥିଲା, ଆଉ ତାଙ୍କ ସବୁ କବିତାରେ ସେ ଜିନିଷଟା ଦେଖାଯାଇଛି। ଆଉ ଆଶା କରୁଛି ସଂଗ୍ରାମଙ୍କ ଏ ବହି, ଯେମିତି କୁହାହେଲା ୟା ବୟସ ବହୁତ କମ, ତ ଇଏ ପାଠକୀୟତା ଆଗକୁ ବହୁତ ସାଉଁଟୁ, ବହୁତ ଲୋକଙ୍କ ପାଖରେ ପହଞ୍ଚୁ, ସମସ୍ତଙ୍କ ପାଖରେ ପହଞ୍ଚୁ। ସଂଗ୍ରାମକୁ ମୋର ଅଭିନନ୍ଦନ। ଆଉ ଅନ୍ୟମାନେ ଯେ ପ୍ରଶ୍ନ ପଚାରିବାକୁ ଚାହିଁବେ ପଚାରିବେ। ବହୁତ ବହୁତ ଧନ୍ୟବାଦ ସ୍ୱରୂପ ଭାଇ। ଆମେ ଯେମିତି ଆଶା କରିଥିଲୁ ଆପଣଙ୍କ ସହିତ ପ୍ରଶ୍ନୋତ୍ତର, ସେମିତି ହିଁ ହେଲା, ଭଲ ହେଲା, ରୋମାଞ୍ଚକର ହେଲା, ସୁନ୍ଦର ହେଲା। ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନକର୍ତ୍ତା ମୁଁ ସୁମିତ ଭାଇଙ୍କୁ ନିମନ୍ତ୍ରଣ କରିବି, ସେ ତାଙ୍କର ପ୍ରଶ୍ନ ପଚାରିବେ ଭାଇଙ୍କୁ। ସୁମିତ ଭାଇ। ହଁ ମୋ ଭଏସ ଶୁଭୁଛି? ଆଜ୍ଞା ଆଜ୍ଞା ଆଜ୍ଞା। ପ୍ରଥମେ ଶୁଭେଚ୍ଛା ସଂଗ୍ରାମକୁ ଋତୁପର୍ଣ୍ଣାର ବହି ପାଇଁ ଆଉ
खूब ऋतुपर्णा विषय पे चर्चा है स्वरूप भी आलोचना कले तो मोर प्रश्न एक्चुअली ऋतुपर्णा को छाड़िबा परे बोध हुए कविता बही रे जदि आउ किछि विशेष बेसी चर्चा होती कोणार्क धर्मपद चंद्रभागा ये सब कोठी ना कोठी कविता रे कोणार्क चंद्रभागा धर्मपद अच्छी तुम गोटे धाड़ी अच्छी जदि कोणार्क न था धर्मपद कौन मरी था तथापि से अच्छी बोली चंद्रभागा बंची तो थिबा नथिबा भितरे कविताटे उतुरी जिबारे खुशी हबो कि तुमे ना धर्मपद चाली जिबारे दुखरे तुमे दुखितिया हबाको अधिक पसंद करिवो जदि धर्मपद जे नथांता होय जदि कोणार्क नथांता होय तो धर्मपद भी नथांता होय तो तुमरे कविता भी उतुरी नथांता तो तुमे कोन करियो कोन चाहिबो अधिक पसंद करिवो प्रथम कथा हला से कोणार्कर कविता हो कि चंद्रभागार कविता ए कविताटा गोटे बहुत कम समय भितर गोटे जगार बसिकी जदि लेखा हेई नाही अवश्य किंतु चंद्रभागा और धर्मपद ए दी जन को झुरुचंती गोटे जगार आउ जदि झुरुचंती से जगार कहा माने परस्पर जने जन को नहीं जने जन पाखे हजिची किंतु जहाँ पाई हजिची जी ताको हजेइची ए सब बाबद जदि आमे कथा हेबाकू चाहिबा सेठी आमे कोट ना कोट देखि परिबा केवल गोटे लोक से अपेक्षा करिछि कोणार्क आउ जो माने ता पाखे से समय थिले आ से समय माने वर्तमान सुधा अछन पाखरे आ के नाहंती ना वर्तमान कोणार्क पर चंद्रभागा अछि ना कोणार्क पर धर्मपद अछि ना से 1200 बढ़ई अछंती ना जो लोकटा धर्मपद को पठेइथिला माने ता मा से पाखरे अछि तो ता मा को बेसी कष्ट हिताई पारे एबे भी जद से मा ना ना मोर प्रश्न आउरी टिके सिंप्लीफाइड वे रे पचारछु मोर प्रश्न जदि सब किछि भलरे हे जाई थांता कोणार्क हे जाई थांता धर्मपद भी आसी के मुंडी मारी से भी बंची थांता चंद्रभागा ता कुल धु थांता सेतिरे संग्राम कवि संग्राम सेतिरे बेसी खुशी थांते ना ता ऊपर कविताटे लेखि की चर्चा साउटी बारे से बेसी खुशी हेबे जदि सब किछि भलरे हे जाई थांता भाई होय तो सेई समयटा हम आखिया को हम गोटे माने सामान्य मनुष्य आखि की भी आसी न थांदा जे आ ऊपर गोटे किछि लेखा जाई परिबो बोली जदि गोटे आपण कहूछि भाई जदि आपनको कथारे जेमति गोटे बरगछ संपूर्ण भाबे शेष पर्यंत सब किछि देखे से सेमति ठिया कि देखे भलो देखे मंद देखे छोट देखे बड़ देखे किंतु जदि से सब जिंस खाली छोट देखि थांता तो से निजे बड़ ही न थांता आ जदि सब जिंस बड़ ही थांता तो से बुढ़ा ही न थांता माने दुर्घटना घटना ए सब भितर ही हमर जीवन हमर कविता आज्ञा बहुत बहुत धन्यवाद भाई बर्तमान परवर्ती प्रश्न पचरा पे मैं अनुरोध करछि प्रणय भाई को से तांकर प्रश्न पचर संग्राम शुभ संध्या दी पद तुमको सुनेगी मत खाली कहब तुमको केमती लगिला तापरे तुमर प्रति उत्तर आ अनुभव ऊपर निर्भर करे मो प्रश्न प्रथम पद है हे ईश्वर मार नहीं मते मरण काल मोर किछि क्षण मुलतवी रख हे ईश्वर मार नहीं मते मरण काल मोर किछि क्षण मुलतवी रख अबोध प्रेमिका मोर एजाए भी बुझी नहीं विरहर दुख प्रथम पद द्वितीय पद है कथा देली तो पाई तू तोठी बंधा सुख दुख मोर प्रेम निर्वाण नीड़ छाड़ी उड़ी जा तू पक्षी तो पाद जो थकिब से मो छाती ते भूमि जाची दब दीटांग पद तुम पाखे पहुंचला प्रथम पद पहुंची गला द्वितीय पद आउतरे कहि देन द्वितीय पद है उड़ी जा तू पक्षी नीड़ छाड़ी उड़ी जा तू पक्षी उड़ू उड़ू तो पाद जो थकिब से मो छाती ते भूमि जाची दब आज्ञा अच्छा ए पद दुईटी भल लगे कि आज्ञा जदि भल लगे मु तुम बही आनी जदि पढ़ी ना केवल एबे फेसबुक रे उपलब्ध अच्छी तुम कवर फटोटी ये गोटे लिखाई जे तुमे भिजिब तुमे हजिब तुमे खोजिब तुमे पाइब आ तुम सबुतक प्राप्ति रे मु भोगुथिबी मुक्ति तुमे भिजिब तुमे हजिब तुमे पाइब सी भिजिब स्ट्रगल सी कर जीवन यात्रा सी परिपूर्ण कर किंतु तुमे भोगिब निर्वाण एटा तुम स्वार्थपरता कि नहीं भाई सेटा स्वार्थपरता नुह हयतो कोट ना कोठी आमे
ଅଧା ସତ ଦେଖିକି ସମ୍ପୂର୍ଣ୍ଣ ବିଷୟବସ୍ତୁକୁ ଛାଡି ଦେଇ ଯାଉ। ସେ ଯଦି ଆପଣ ସେ କବିତାଟା ଆରମ୍ଭରୁ ଦେଖିବେ, ଗୋଟେ କେହି ଜଣେ କାହାକୁ ଆସିବା ପାଇଁ କହୁଛି, କୋଉଠିକି ଆସିବା ପାଇଁ କହୁଛି ଆପଣ ସେ କବିତା ପଢିଲେ ଜାଣିପାରିବେ କି ମୁଁ ସେଟା ଡିଟେଲ୍ସ କହୁନି ଯେ ଯଦି ତମେ ଆସିବ ତାହେଲେ ଏତିକି ଭୋଗିବ, ଯଦି ନ ଆଚ୍ଛା ଆସିପାରିବ, ଯଦି ନ ଆସିପାରିବ ବର୍ତ୍ତମାନ ମୁଁ ଯାହା ଭୋଗୁଛି ସେ ସବୁ ହୁଏତ ବଞ୍ଚିତ ହେଇପାରେ। ଆପଣ ଯେମିତି କହିଲେ ମାନେ ମାନେ ଈଶ୍ୱର ମତେ ମାର ନାହିଁ, ଅଳ୍ପ ଟିକେ ସମୟ ଅପେକ୍ଷା କରିଦିଅ, ଆଉ ଯିଏ ମୋର ବିରହଟାକୁ ପର୍ଯ୍ୟନ୍ତ ଭୋଗିନି, ତ ତାମାନେ ସେ ଚାହୁଁଛି ଯେ ସେଇ ବିରହ ଅଳ୍ପ କିଛି କ୍ଷଣ ବିରହ ଭୋଗୁ, ତାପରେ ମୁଁ ମରିଯିବି, ସେଇ କଷ୍ଟଟା ପାଉ, ସେଇ କଷ୍ଟ ପାଉ ଯେ ଯୋଉ କଷ୍ଟଟା ମୁଁ ମାନେ ଭୋଗୁଛି ଆପଣଙ୍କୁ କହିବା କଥା। ତ ଏଇ ଜିନିଷଟା ଆପଣ ଯୋଉ ସେ ଯୋଉ ଆପଣ କହିଲେ ସେ ଭିଜିବ, ହଜିବ, ଖୋଜିବ ଆଉ ପାଇବ, ଆଉ ସେ ସବୁ ତକ ପ୍ରାପ୍ତିରେ ମୁକ୍ତି ମୁକ୍ତି, ସେଇ ଜିନିଷଟାକୁ ସେ ଏଇଥିପାଇଁ କହୁଛି ଯେ ସେଟାକୁ ଡାକୁଛି ତମେ ଯଦି ଆସିବ ତାହେଲେ ଏତିକି ହିଁ ହବ। ଆଚ୍ଛା ହଁ, ମୁଁ ତୁମ ଉତ୍ତରରେ ସନ୍ତୁଷ୍ଟ। ଦ୍ୱିତୀୟ କଥା ହେଲା ମୁଁ ସେ କବିତାକୁ ଭେଟି ସାରେ ପୁଣି ତ କଥାବାର୍ତ୍ତା ଆଲୋଚନା ତ ହବ ପୁଣି। ତ ଆଗାମୀ କିଏ ପ୍ରଶ୍ନ ଅଛନ୍ତି ପଚାରନ୍ତୁ। ବହୁତ ବହୁତ ଧନ୍ୟବାଦ ଭାଇ। ବର୍ତ୍ତମାନ ମୁଁ ପରବର୍ତ୍ତୀ ପ୍ରଶ୍ନ ପଚାରିବା ପାଇଁ ମୁଁ ଚାହିଁବି ମିଶ୍ର, ଶୀତଲ ଦିଦି। ବୀରେନ୍ଦ୍ର ଶୀତଲ ବି ହାତ ଦିଦି, ଉଠେଇଛନ୍ତି ବୋଧେ। ହଁ ହଁ ହଁ, ବୀରେନ୍ଦ୍ର ବି ପଚାର, ଶୀତଲ ଦିଦିଙ୍କ ପରେ ପରେ ବୀରେନ୍ଦ୍ର। ଦିଦି ତୁମର ପ୍ରଶ୍ନ। ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ଯେମିତି ତୁ କହିଲୁ କି ଅଂଶୁମାନ କହିଲେ କି ମାନେ ବୟସ କମ, ନା 8 ବର୍ଷର ଛୁଆକୁ ମୁଁ କଣ ପ୍ରଶ୍ନ ପଚାରିବି, ସେ କଣ କହିବ? କିନ୍ତୁ ଛୁଆର ବାପା ମାନେ ସଂଗ୍ରାମ ବାବୁ ଏମିତି ପ୍ରଶ୍ନର ଉତ୍ତର ଦେଲେଣି ଯେ ମାନେ ମୋ ପ୍ରଶ୍ନ ମତେ ଲାଗୁଛି ଛୋଟ ପଡିଯିବ। ଆଉ ଗୋଟେ କଥା ଯୋଉ କୁହନ୍ତି ଖେଳିଲା ବେଳେ ମୁଁ ଖେଳିବିନି ଯା, ସ୍ୱରୂପ ଭାଇ ମୋ ପ୍ରଶ୍ନଟାକୁ ଓଲଟ ପାଲଟ କରିକି ଫାଷ୍ଟ ପ୍ରଶ୍ନଟା ତାଙ୍କର ପଚାରିଦେଲେ। ମୁଁ ଭାବୁଛି ମୁଁ ଏବେ କଣ ପଚାରିବି। ତଥାପି ମୋର 3ଟା ପ୍ରଶ୍ନ ଅଛି ସଂଗ୍ରାମ ବାବୁକୁ। ଗୋଟେ ପ୍ରଥମ ପ୍ରଶ୍ନ ମୋର ହେଲା, ଆପଣ ଲେଖିଛନ୍ତି ଜୀବନ ବ୍ୟାପାର ବି କିଛି ବଡ କଥା ନୁହେଁ ଯେ, ହେଲେ ବୟସର ବାକି ଖାତାରେ ନଗଦ ଜୀବନଟା ଲେଖି ହେଇ ପାରୁଛି। ତେବେ ମୋର କବିଙ୍କୁ ପ୍ରଶ୍ନ ଯେ କବିଙ୍କ କବିତା ସଂକଳନରେ ପ୍ରାୟତଃ କବିତା କବିଙ୍କ ଅନୁଭୂତି ବୋଲି ମନେ ହୁଏ ଏବଂ ନିଜକୁ ଭେଟି ହୁଏ। ତେବେ କବି ଏଠାରେ ନିଜ ଅନୁଭୂତି ଅନୁଭବକୁ ନଗଦ ବର୍ଣ୍ଣନା କରିଛନ୍ତି ନା କିଛି ବାକି ରହିଯାଇଛି? ଭାଇ ପ୍ରଶ୍ନ ବୁଝିପାରିଲି। ହଁ ଗୋଟେ ଛୋଟ ଜଳଖିଆ ଦୋକାନର ପୁଅ ଯେତେବେଳେ ବଡ ହବ, ସେ ଦେଖୁଥିବ ଯେ ମୋ ବାପା ଛୋଟ ବେଳୁ ଦୋକାନରେ ବରା ଛାଣୁଛନ୍ତି, ତ ସେ ବଡ ହେଲେ ସେ ସେଇ ବରା ଛାଣିବାଟା ହିଁ ଭାବିବ। କିମ୍ବା ଗୋଟେ ବଡ ଫ୍ୟାକ୍ଟ୍ରିର ମାଲିକ ଯଦି ସବୁଦିନ କୋଟ ପିନ୍ଧିକି ଯାଉଥିବ, ତାହେଲେ ତା ପୁଅ କି ଝିଅ ଭାବିବେ ଯେ ଆମେ ବଡ ହେଲେ ଏମିତି କୋଟ ଫୋଟ ପିନ୍ଧିବୁ। ଏବେ ଯୋଉ ପିଲାଟା ଛୋଟ ବେଳୁ, ଯେମିତି ସ୍ୱରୂପ ଭାଇ କହିଲେ, ଗୋଖା ଭାଇ ମୋ ଜେଜ, ଯିଏ ଛୋଟ ବେଳୁ ପିଲାଦିନୁ ମୁଁ ଦେଖି ଆସିଛି ସେ ବେପାର କରୁଥିଲେ, ତାପରେ ବାପା, ତାପରେ ହୁଏତ ମାନେ ସମୟ ବଦଳିବା ସମୟରେ, ସମୟ ବଦଳିବା ପରେ ସେଇ ଜିନିଷକୁ ଓହରି କୌଣସି ପ୍ରକାର ମୋର ଗୋଟେ ଯେକୌଣସି ଜୀବିକା ଚାଲିଛି, ତ ମୁଁ ବି ଛୋଟବେଳୁ ସେ ଭାବିଥିଲି ଯେ ମୁଁ ଏମିତି ଏମିତି କରିବି, ଏଇଆ ଭାବିବି, କିନ୍ତୁ କେହି ମତେ ସେଟା ଅଟକେଇ ଦେଇଥିଲେ, ନାଇଁ ଏସବୁ ଜିନିଷ ତୋ ପାଇଁ ନୁହଁ। କିନ୍ତୁ ପରବର୍ତ୍ତୀ ସମୟରେ ସେଇଆ ହିଁ ଚାଲିଲା, କିନ୍ତୁ ସେଟା ଗୋଟେ ଅଫିସିଆଲି ଚାଲିଲା। ତ ଆପଣ ଯୋଉ କହିଲେ ନଗଦ ଆଉ ବାକି କଥା, ଏପର୍ଯ୍ୟନ୍ତ ଜୀବନ ସରିନି, ବାକି ଅଛି, ସମୟ ବି ବାକି ଅଛି। ତ ଯଦି ହୁଏତ ସମୟ ସରିଯିବ, ନଗଦ ସେଇଠି ସରିଯିବ, ଆଉ ବାକି ବି ସେଇଠି ସରିଯିବ। ବହୁତ ସୁନ୍ଦର। ଧନ୍ୟବାଦ। ଦ୍ୱିତୀୟ ପ୍ରଶ୍ନ ଦିଦି। ତାପରେ ଦ୍ୱିତୀୟ ପ୍ରଶ୍ନଟି ମୋର ହେଉଛି ଯେ ଆପଣଙ୍କ ସଂକଳନରେ ଗୋଟେ କବିତା ଅଛି ପୁରୁଷ। ମୁଁ ଆଜ୍ଞା ଆଜି ଯାଏ ପୁରୁଷ ଓ ନାରୀଙ୍କ ପାଇଁ ଶୁଣିଥିବା ପଢିଥିବା କବିତା ଗୁଡିକରେ ପ୍ରାୟ ଗୋଟିଏ ଦୁଇଟା ଯାହାବି ହେଲେ ତୁଳନାତ୍ମକ ପଦ ଥାଏ, ନାଇଁ ତ ଶବ୍ଦ ଦିଟା ଯାହାବି ହେଲେ ଥିବ ତୁଳନାତ୍ମକର। ଯେମିତି ପୁରୁଷକୁ ନାରୀ ସହିତ ତୁଳନା କରାଯାଏ, ନାରୀକୁ ପୁରୁଷ ସହିତ। କିନ୍ତୁ ଆପଣଙ୍କ ପୁରୁଷ କବିତାରେ ସେମିତି ଗୋଟିଏ ପଦ ଦୂର କଥା, ଗୋଟିଏ ଧାଡି ବି ନାହିଁ। ତେବେ କବିଙ୍କୁ ମୋର ପ୍ରଶ୍ନ, କବି କେବଳ ପୁରୁଷର କଥା ବର୍ଣ୍ଣନା କରିବାକୁ ଚାହିଁଛନ୍ତି, ନାରୀ ସହିତ ତୁଳନା ନୁହେଁ, ନା କବି ବିବାଦକୁ ଆସିବାକୁ ଭୟ କରି ଏମିତି ଲେଖିଛନ୍ତି? ନାଇଁ, ସେଠି ମୁଁ ବିବାଦକୁ ଯାଇନି, କିମ୍ବା ପୁରୁଷ ନାରୀର କୌଣସି ଗୋଟେ ତୁଳନାତ୍ମକ ବି ମୁଁ କଥାକୁ ଯାଇନି। ସେଠି ଆପଣ ଦେଖିବେ ଗୋଟେ ଛୋଟିଆ ପଦଟେ ଅଛି, ଆପଣ ଯଦି ପଢିଥିବେ ଜାଣିପାରିବେ ଯେ ସ୍ୱପ୍ନ ସବୁ କାରାଗାରରେ ବନ୍ଦୀ, ମୁକ୍ତିର ହିସାବ ଦୂର ଯାଏ ଦିଶୁନି। ଆଉ କିଏ ସେ ପାଗଳ ଯିଏ ଏବେ ବି ଜୀବିତ, ମୃତ୍ୟୁ ପରେ ଦାୟିତ୍ୱ ନିଶାରେ ମସଗୁଲ, କେହି ନୁହଁ ପୁରୁଷ ବ୍ୟତୀତ।
ତ ଏଇଠି ଗୋଟେ ମୁଁ ଛୋଟିଆ ଜିନିଷଟେ କହିବି ଯେ ମାନେ ଯଦି ମୁଁ ସବୁ ଜିନିଷ ଖୋଲିକି କହିଦବାକୁ ମାନେ ଚାହିଁବି ମାନେ ଏବେ ବି କହିଦଉଛି ଏଠି ପୁରୁଷ ଗୋଟେ ଖାଲି ମାନେ ଗୋଟେ ମଣିଷ ଭିତରେ କଥା କହୁନି, ଗୋଟେ ପୁଅ ଗୋଟେ ବାପର କଥା କହୁଛି, ଗୋଟେ ବାପ ଆଉ ଗୋଟେ ପୁଅର କଥା କହୁଛି। ଉଭୟଙ୍କ କଥା କହୁଛନ୍ତି। ଆଉ ମାନେ ଆଜି ପର୍ଯ୍ୟନ୍ତ ପୃଥିବୀରେ ଯେକୌଣସି ସମୟରେ ଯୋଉଠି ବି ଆପଣ ଦେଖିବେ ସେଇ ନାରୀବାଦ କଥା ଉଠିଲେ ବି ସେଇ ଯୋଉ କିଛିଟା ଦିନ ଭିତରେ ଅନେକ ଚର୍ଚ୍ଚା ହୁଏ। ସେମାନେ ନାରୀ ମାନଙ୍କ ଚର୍ଚ୍ଚା କରନ୍ତି। ତାପରେ ପୁଣି କିଛି ଦିନ ପରେ ଆଉ ଗୋଟେ ନୂଆ ଆସେ, ପୁଣି ସେଇ ଚର୍ଚ୍ଚା ଆରମ୍ଭ ହୁଏ। ଆଉ ପୁରୁଷ ଯୋଉ ସମ୍ୟକ ମାନେ ଅଳ୍ପ ସମୟ ଭିତରେ ଯୋଉ ଆସେ ପୁରୁଷ ମାନଙ୍କର କଥା, ସେଠି ସେଇମାନେ ସେ କଥାକୁ ଦବେଇ ଦେଇକି ଅନ୍ୟମାନଙ୍କ କଥା ଉଠେଇ ଦିଅନ୍ତି। କିନ୍ତୁ ଏଠି ପୁରା ସମ୍ପୂର୍ଣ୍ଣ କବିତାରେ ଗୋଟେ ପୁଅ ଗୋଟେ ବାପର କଥା କହୁଛି, ଆଉ ଗୋଟେ ବାପ ଆଉ ଗୋଟେ ପୁଅର କଥା କହୁଛି। ହଁ ବୁଝିଲି। ବହୁତ ଭଲ ଥିଲା ଉତ୍ତରଟା। ମତେ ଏଇଟା ହିଁ ସନ୍ଦେହରେ ଥିଲି ମୁଁ ଯେ ଏଇଟା ପ୍ରକୃତରେ ମାନେ ଭୟ ନା କଣ ପାଇଁ ଆପଣ ଏମିତି ଲେଖିଛନ୍ତି। ମୋର ଶେଷ ପ୍ରଶ୍ନ ଯୋଉଟା ସ୍ୱରୂପ ଭାଇ ବି ପଚାରି ସାରିଛନ୍ତି, କିନ୍ତୁ ସ୍ୱରୂପ ଭାଇ ଟିକେ ଅଲଗା ଧରଣ ପଚାରିଛନ୍ତି। ମୁଁ ପଚାରେ, ସଂକଳନଟିରେ ବିଭିନ୍ନ ଧରଣର କବିତା ଆପଣ ରଖିଛନ୍ତି, ତଥାପି ସଂକଳନଟିର ନାଁ ଋତୁପର୍ଣ୍ଣା କାହିଁକି? ଉତ୍ତରଟା ସ୍ୱରୂପ ଭାଇଙ୍କୁ ଯାହା ମିଳିଛି ମତେ ସେ ମିଳିବନି ବୋଲି ମୋର ଆଶା, ଆଉ କିଛି ନୂଆ ମିଳିବ। ଆଜ୍ଞା ଯଦିଓ ମାନେ ପ୍ରଶ୍ନ ସମାନ ଉତ୍ତର ବି ସେଇ ଚାହୁଁଛନ୍ତି ଯେ କେବେ ଦିନେ ଆଶା ଥିଲା ଯଦି କବିତା ବହିଟା କରିବି ନା ତା ଋତୁପର୍ଣ୍ଣା ଦେବି। ଭଲ ଲାଗିଲା। ତେବେ ସେ ଋତୁପର୍ଣ୍ଣା ବି ଧନ୍ୟ ହୁଅନ୍ତୁ, ଧନ୍ୟ ହେଇଯାଇଥିବେ। ଆପଣଙ୍କ କବିତା ବହି ବହୁତ ପ୍ରଶଂସା ସାଉଣ୍ଟୁ। 8 ଦିନର ଛୁଆଟେ, 18 ବର୍ଷ ପର୍ଯ୍ୟନ୍ତ ସେ ସେମିତି ଚାଲୁ, ତାଠୁ ଅଧିକ ବୟସ ପର୍ଯ୍ୟନ୍ତ ସେ ଚାଲୁ। ଏତିକି ମୋର ଶୁଭକାମନା। ଆଉ ମୁଁ ମୋର ସବୁତକ ଉତ୍ତର ପାଇଛି, ସେଥିପାଇଁ ସଂଗ୍ରାମ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଦିଦି। ବର୍ତ୍ତମାନ ବୀରେନ୍ଦ୍ର ତାଙ୍କର ପ୍ରଶ୍ନ ପଚାରିବା ପାଇଁ ଅନୁରୋଧ କରୁଛି। ବୀରେନ୍ଦ୍ର। ସଂଗ୍ରାମ ଭାଇ ନମସ୍କାର। ମୋର ପ୍ରଶ୍ନ ହଉଛି ଯେ କୋଉଠି ନା କୋଉଠି ତମେ ତ ଏବେ କହିଲ ଯେ ଋତୁପର୍ଣ୍ଣା ତମର କାବ୍ୟ ନାୟିକା। ତ ଯେତେବେଳେ ଆମେ ଆମକୁ କାବ୍ୟ ନାୟିକା କରୁ କୋଉଠି ନା କୋଉଠି ଆମ ଚାରିପାଖେ ସେ ଥାଏ, ବା ଆମେ ତାକୁ ଦେଖିଥାଉ, ତା ସହିତ ମିଶିଥାଉ ବୋଲି ଆମେ ତାକୁ କାବ୍ୟ ନାୟିକା ଭାବେ ଗ୍ରହଣ କରୁ। ନ ଦେଖିଥିବା ଜିନିଷକୁ ତ ଆମେ କେବେ ନ ଦେଖିଥିବା ବହୁତ ଛଅଫଡା। ତେଣୁକରି ତମେ ନିଶ୍ଚୟ କେବେ ଋତୁପର୍ଣ୍ଣା ଭେଟିଥିବ, ଋତୁପର୍ଣ୍ଣା ସହିତ ସଂସ୍ପର୍ଶରେ ଆସିଥିବ, ସମ୍ପର୍କରେ ଆସିଥିବ। ତ ମୋର ପ୍ରଶ୍ନ ହଉଛି ଯେ ଜଣେ କାବ୍ୟ ନାୟିକା ହେଇସାରିଲା ପରେ ବା ଜଣକୁ ଆମେ ଇଏ କରିସାରିଲା ପରେ ତା ସହିତ ଆମେ ସମ୍ପର୍କ ରଖୁନାହିଁ ବୋଲି କହୁଥାଉ, ବା ଆମେ ତାକୁ ଏବେ ତା ବିଷୟରେ କିଛି ଜାଣିନୁ। କିନ୍ତୁ ମୋର ପ୍ରଶ୍ନ ହଉଛି ଯେ ତମେ ଏବେ ଜାଣିଛ ଋତୁପର୍ଣ୍ଣା ଏବେ କୋଉଠି ଅଛି ନା ନାହିଁ? ଆଉ ଋତୁପର୍ଣ୍ଣା ପାଖରେ ଏ ବହି ଋତୁପର୍ଣ୍ଣା ପହଞ୍ଚିଲାଣି ନା ନାହିଁ? ଆଉ ଗୋଟେ ପ୍ରଶ୍ନ ହଉଛି ଯେ ଗୋଟେ ଚରିତ୍ରକୁ ଆମେ କାବ୍ୟରେ ମାନେ କବିତାରେ ଜାଗା ଦେଇଦେଲା ପରେ ଆମେ ତାର ଖବର ରଖୁ ନା ରଖୁନା? ଭାଇ ଋତୁପର୍ଣ୍ଣା ବର୍ତ୍ତମାନ ଖାଲି ମୋ ଭିତରେ ନାହିଁ, ବର୍ତ୍ତମାନ ସମସ୍ତେ ଏ ଆସରରେ ପଚାରୁଥିବା ପ୍ରଶ୍ନ ବି ସମସ୍ତଙ୍କ ହୃଦୟରେ ସେ ଅଛି। ସେ ବର୍ତ୍ତମାନ ମୋ ପାଖରେ ବି ଅଛି। ଆଉ ମୁଁ ଋତୁପର୍ଣ୍ଣା କେବେ ଅଲଗା ବୋଲି ମୁଁ କେବେ ଭାବିନି, ପ୍ରଥମ କଥା। ଆଉ ଦ୍ଵିତୀୟ କଥା ହେଲା ଋତୁପର୍ଣ୍ଣା କୋଉଠି ଅଛି? ଋତୁପର୍ଣ୍ଣା ମୁଁ କହିଲି ଋତୁପର୍ଣ୍ଣା ଆମ ସମସ୍ତଙ୍କ ପାଖରେ ଅଛି। ଆଉ ଦ୍ଵିତୀୟ ପ୍ରଶ୍ନ ତୋର କଣ ଥିଲା? ଦ୍ୱିତୀୟ ପ୍ରଶ୍ନ ଥିଲା କି ଯେତେବେଳେ ଆମେ ଜଣକୁ କାବ୍ୟ ନାୟିକା କରୁ ଆମେ ହଁ ତାର ଖବର ରଖୁ ଯେ ଆମେ ତା ବିଷୟରେ ତାର ବର୍ତ୍ତମାନ ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁନା, କେବେ ଇଚ୍ଛା କରୁନା, ବା ତା ଖବର ଆମ ପାଖରେ ଅଛି ନା ନାହିଁ? ଯିଏ ସବୁବେଳେ ଆମ ପାଖରେ ରୁହନ୍ତି ଆମେ ସବୁବେଳେ ତାଙ୍କ କଥା ଭାବୁଥାଉ, ସବୁବେଳେ ତାଙ୍କ କଥା ମନେ ପଡୁଥାଏ। ସେ କେମିତି ଅଛନ୍ତି, କଣ କରୁଥାନ୍ତି ଆମେ ଜାଣିପାରୁଥାଉ। ସୁମିତ ଭାଇ କଣ କହୁଛନ୍ତି? ନା ଯୋଉ ମାନେ ଆଉ ମୋର ପ୍ରଶ୍ନଟି ଅଛି, ପରେ ପଚାରିବି। ଯେହେତୁ ସବୁବେଳେ ସେ ବିରୁ ବିରୁ କହିଥାଉ ତୋ ପ୍ରଶ୍ନର ଉତ୍ତର ତୋ ପାଖରେ ବି ଅଛି, ତୁ ନିଜେ ଖୋଜିଲେ ପାଇବୁ। ନାଇଁ ସେ ଜାଣି ପ୍ରଶ୍ନର ଉତ୍ତର ଦଉନାହାନ୍ତି, ବୁଲେଇ ଦଉଛନ୍ତି। ସମସ୍ତଙ୍କ କାବ୍ୟ ନାୟିକା କି କାବ୍ୟ ନାୟକ ତାଙ୍କ ନିଜ ଭିତରେ ନା ସେ ନା ଗୋଟେ ଆଉ ଗୋଟେ ଅଂଶ ହେଲା। ନା ସେ ଉତ୍ତରଟା ସେ ସଂଗ୍ରାମ ଗୋଟେ କାମ କରିବି, ସେ ଋତୁପର୍ଣ୍ଣା ଫୋନ ନମ୍ବରଟା ବୀରେନ୍ଦ୍ରକୁ ଦେଇଦେବୁ ହେଲା। ମୋଟାମୋଟି ମୋଟ କଥା ଏତିକି। अरे ହଁ ଭାଇ ପ୍ରଣୟ ଭାଇ ଦେଇଦେଲେ ମୋ ପ୍ରଶ୍ନର ଉତ୍ତର, ତେଣୁ ମୁଁ ଆଉ କିଛି କହିବିନି। ହଉ ଧନ୍ୟବାଦ ବୀରେନ୍ଦ୍ର। ସୁମିତ ଭାଇ ଆପଣଙ୍କ ପ୍ରଶ୍ନ।
ହଁ ମାନେ ମୋର ସେଇ ପ୍ରଶ୍ନରୁ ଆଉ ଗୋଟିଏ ପ୍ରଶ୍ନ ହିଁ ମନକୁ ଆସିଲା କି ବେଳେ ବେଳେ ଏଇଟା ମୋର ବ୍ୟକ୍ତିଗତ ଇଏ ଥାଏ କି ବେଳେ ବେଳେ ମତେ ଲାଗେ କିଛି କିଛି କବିତା ଖୁବ୍ ନିଜର ଥାଏ ଆଉ ତାକୁ ମୁଁ କାହା ସହିତ ଆକ୍ଚୁଆଲି ବାଣ୍ଟିବାକୁ ଚାହେଁନି। ହେଲେ ଆଜ୍ଞା ତୁମେ ଯୋଉ ତମର ଋତୁପର୍ଣ୍ଣା ଏବେ ସାର୍ବଜନୀନ ତ ଏଇ ଆଜ୍ଞା ଯୋଉ ରୁଗ୍ ହେଇକି ସେମାନେ ଯଦି ତମ ଋତୁପର୍ଣ୍ଣା ବିଷୟରେ ପଢିବେ କି ଋତୁପର୍ଣ୍ଣାକୁ କୌଣସି ଦୃଷ୍ଟିରେ ବି ଦେଖିବେ ସେତେବେଳେ ତୁମକୁ ଆନନ୍ଦ ଲାଗିବ ନା ରୁଗ ହେଇକି ତମ ଛାତି କି କଲମକୁ କାଟିବ? ସେ କୋଉଠି ନା କହିବେ ନା ଏଇଟା ସଂଗ୍ରାମ ମହାନ ଋତୁପର୍ଣ୍ଣା ବୋଲି। ବାଃ ବାଃ ବାଃ। ସେତିକିରେ ହିଁ ମୁଁ ସବୁ କିଛି ପାଇଯିବି। ସ୍ମାର୍ଟ ରିପ୍ଲାଏ ଦେଲା ଆଉ ପୁରା ବହୁତ ସ୍ମାର୍ଟ ସୁନ୍ଦର ତମ ରିପ୍ଲାଏ। ବହୁତ ସୁନ୍ଦର ତୁମ କବିତାକୁ 100 ଋତୁପର୍ଣ୍ଣା ତକିଆ ତଳେ ରଖିକି ନିଦକୁ ଖୋଜନ୍ତୁ ତୁମକୁ ଖୋଜନ୍ତୁ ମୋର ଶୁଭେଚ୍ଛା। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଆଉ ସଂଗ୍ରାମ ଭାଇଙ୍କୁ ମୋର ଆଉ ଥରେ ଶୁଭକାମନା। ଯଦିଓ ପ୍ରଥମେ କହିଲା ବେଳେ କାଣିଚାଏ ଅବଶ ହେଇଯାଇଥିବାରୁ ଅନ୍ୟମନସ୍କ ଭିତରେ ବୟସକୁ ଆୟୁଷ କହିଦେଇଥିଲି, ମୁଁ ସେ ତ୍ରୁଟିକୁ ସୁଧାରି ଋତୁପର୍ଣ୍ଣା ଆୟୁଷ୍ମାନ ହୁଅନ୍ତୁ ଆୟୁଷ୍ମତୀ ହୁଅନ୍ତୁ ବୋଲି ମୁଁ ବର୍ତ୍ତମାନ ମୋର ଶୁଭେଚ୍ଛା ଭାଇଙ୍କୁ ଜଣାଉଛି। ଏବଂ ଧନ୍ୟବାଦ। ଯୋଉମାନେ ସମସ୍ତେ ସବୁ ବହି ସବୁର କିଛି ନା କିଛି ବିଶେଷତ୍ଵ ତ ନିଶ୍ଚିନ୍ତ ଭାବରେ ଅଛି। ଯୋଉମାନେ ପଢିଛନ୍ତି ସେମାନେ ଅନୁଭବ କରିଛନ୍ତି। ଆଉ ଆଜି ସବୁ କଥୋପକଥନ ଶୁଣିଲା ପରେ ନିହାତି ସମସ୍ତଙ୍କ ମନରେ କୋଉଠି ନା କୋଉଠି କାଣିଚାଏ ଆଗ୍ରହ ଜନ୍ମିଛି। ଏଇ କାର୍ଯ୍ୟକ୍ରମର ଏଇ ପୁରା ଏଇ 2.5 ଘଣ୍ଟା 3 ଘଣ୍ଟାର ଆଲୋଚନାର ଏଇଟା ହିଁ ଉଦ୍ଦେଶ୍ୟ ଥିଲା ଯେ ବହି ମାନଙ୍କ ପ୍ରତି ସାହିତ୍ୟ ପ୍ରତି ଆମ ସମସ୍ତଙ୍କ ମନରେ ସେଇ ରୁଚି ସେଇ ଆଗ୍ରହ ଆଉ ଟିକେ ଅଧିକ ବଢି ଯାଉ। ଆମର ସେ ଭଲ ପାଇବା ଆଉ ଟିକେ ତ୍ୱରାନ୍ୱିତ ହଉ। ଆଉ ମୁଁ ଆଶା କରିବି ଯୋଉମାନେ ବି ଆଜି ମଝିରେ ମଝିରେ ଧସେଇ ବସିଛନ୍ତି ପ୍ରଥମରୁ ଆସିକି ଶେଷ ପର୍ଯ୍ୟନ୍ତ ଅଛନ୍ତି ସମସ୍ତେ ବହି ବାବଦରେ ସେମାନଙ୍କର ଆଗ୍ରହ ବଢିଥିବ। ଆଉ ଯୋଉମାନେ ବି ଆଜି କମେଣ୍ଟ ବକ୍ସରେ ବା କେଉଁ ବି ପ୍ରକାରରେ ବହି କେମିତି ମିଳିପାରିବ ପାଇବାକୁ ଚାହିଁଛନ୍ତି ଅନଲାଇନ ରେ ମଧ୍ୟ ଆମାଜନ ରେ ବହୁତ ପ୍ରାୟ ସମସ୍ତ ବହି ଉପଲବ୍ଧ ଅଛି। ଅଂଶୁ ମୁଁ ଏଇଠି କହିବି ଗତ ଥର ବି ପୋଷ୍ଟମର୍ଟମ ପରେ ବହୁତ ଜଣ ପଚାରିଥିଲେ ଯେ ଆମକୁ ବହିର ଲିଙ୍କ ଦରକାର। ସେତେବେଳେ ବୈଶିଷ୍ଟ୍ୟତା ଗ୍ରୁପ ରେ ସମସ୍ତଙ୍କର ଆମାଜନ ଲିଙ୍କ କୁ ପୋଷ୍ଟ କରାଯାଇଥିଲା। ତେଣୁ ଆଜି ବି ମଧ୍ୟ ସମସ୍ତ ସ୍ରଷ୍ଟାଙ୍କୁ ଅନୁରୋଧ ରହିଲା ନିଜ ନିଜ ବହିର ଆମାଜନ ଲିଙ୍କ ଗ୍ରୁପ ରେ ପୋଷ୍ଟ କରିବେ। ହଁ ନିଶ୍ଚିନ୍ତ ସମସ୍ତେ ପୋଷ୍ଟ କରିବେ। ଆଉ ସମସ୍ତେ ସୋସିଆଲ ମିଡିଆରେ ଫେସବୁକ ରେ ପ୍ରାୟ ସମସ୍ତେ ବି ଅଛନ୍ତି ସମସ୍ତେ ସେଇ ମାଧ୍ୟମରେ ତାଙ୍କ ପାଖରେ ପହଞ୍ଚି ପାରିବେ ଆଉ କୋଉ ପ୍ରକାରର ବି ଫୋନ ରେ କଥା ହେଇ ଯଦି ବହି କିଏ କାହାର ଅମରେଶ ଭାଇ ବି ତାଙ୍କ ନମ୍ବର ଦେଇଛନ୍ତି ତାଙ୍କ ବହି ସଂଗ୍ରହ କରିବା ପାଇଁ ସେ ବାଟ ବି ସେ କହିଛନ୍ତି। ତେଣୁ ଆପଣ ମାନେ ସମସ୍ତେ ତାର ଭରପୁର ଫାଇଦା ଉଠାନ୍ତୁ ବହି ସବୁ ପଢନ୍ତୁ ଭଲ ପାଆନ୍ତୁ। ଆଉ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ବୈଶିଷ୍ଟ୍ୟକୁ ବି ଧନ୍ୟବାଦ ମତେ ଏମିତି ଏକ ସୁନ୍ଦର ଆସରରେ ଏମିତି ଗୋଟେ ସୁଯୋଗ ଦେଇଥିବାରୁ ବହି ମାନଙ୍କ ବାବଦରେ ଆଲୋଚନା କରି ପୃଥିବୀର ଗୋଟେ ସୁନ୍ଦର ସମୟକୁ ଭୋଗିବାର ପରଠାରୁ ଆଉ ବଡ ଭଲ କଥା ଏଇ ଖରା ବେଳେ ମୋ ପାଇଁ ଆଉ କିଛି ବି ହେଇନଥାନ୍ତା। ସମସ୍ତଙ୍କୁ ଧନ୍ୟବାଦ କୌଣସି ତ୍ରୁଟି ଥିଲେ ମତେ କ୍ଷମା କରିବେ ବର୍ତ୍ତମାନ ମୁଁ ମୋର ଭିଡିଓ ଆଉ ଅଡିଓ ଉଭୟକୁ ଅଫ୍ କରି ପରବର୍ତ୍ତୀ ସ୍ୱର ଆପଣ ଶୁଣିବେ। ଶ୍ୱେତପଦ୍ମ ବୈଶିଷ୍ଟ୍ୟର ସମ୍ପାଦିକାଙ୍କର ସମସ୍ତଙ୍କୁ ଧନ୍ୟବାଦ ନମସ୍କାର। ଆନ୍ତରିକ ଧନ୍ୟବାଦ ତମକୁ ଅଂଶୁ ବହୁତ ସାରା ଭଲ ପାଇବା